এই নରମ ତୁଲତୁଲିଆ ପିଠାଟିକୁ ଦେଖୁଛନ୍ତି ଖାଇବାକୁ ଏତେ ସ୍ୱାଦିଷ୍ଟ ଯେ ପାଟିରେ ଦଉ ଦଉ ମିଳିଯିବ। ବିଶ୍ୱାସ କରନ୍ତୁ ଆପଣଙ୍କର ଫ୍ୟାମିଲିର ବଡ଼ଠୁ ସାନ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିବେ ଆଉ ଡିମାଣ୍ଡ କରିବେ ଆପଣଙ୍କୁ ବାର ବାର ବନେଇବା ପାଇଁ। ପିଠାଟି ଫଟାଫଟ ବନିକି ରେଡି ହବ। ନମସ୍କାର, ଆପଣଙ୍କୁ କାକୁଲିସ୍ କୋସିନାକୁ ବହୁତ ବହୁତ ସ୍ୱାଗତ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ରେସିପି। ଏଠି ଦେଖନ୍ତୁ ଦର୍ଶକ ବନ୍ଧୁ, এই ପିଠାଟିକୁ ବନେଇବା ପାଇଁ ଏଠି ମୁଁ ଗୋଟେ ମେଜରିଂ କପ୍ରେ ଗୋଟେ କପ୍ ସୁଜି ନେଇଛି। ଆପଣ ୟାକୁ ବନେଇବା ପାଇଁ ଯେକୌଣସି ଗିନା କିମ୍ବା ଗ୍ଲାସକୁ ସେଟ୍ କରିକି ନେଇପାରିବେ। ତ ଏଠି ଦେଖନ୍ତୁ ସେଇ କପ୍ରେ ମାପିକି ମୁଁ ଅଧ କପ୍ ଦହି ଦେଇଛି। ତା ସହିତ ଏଥିରେ ଅଧ କପ୍ ପାଣି ଦେଇଦେବା। ଏବେ ଆମେ ଏଥିରେ ପାଖାପାଖି 4 ରୁ 5 ବଡ଼ ଚାମଚ କୋରା ହେଇଥିବା ନଡ଼ିଆ ଦେଇଦେବା। ଯଦି ଆପଣ এই ନଡ଼ିଆକୁ ସେଇ କପ୍ରେ ମାପିବେ ତାହେଲେ ଏଟା ଅଧ କପ୍ରୁ ଟିକେ କମ୍ ନଡ଼ିଆ ହେବ। ତ ଏଠି ଦେଖନ୍ତୁ ଏବେ ଆମେ ନଡ଼ିଆ ଦେଇ ସାରିଲା ପରେ ୟାକୁ ପୁରା ଚିକଣ କରିକି ବାଟିକି ନେଇ ଆସିବା। এই ପିଠାଟିକୁ ବନେଇବା ପାଇଁ ଆପଣଙ୍କୁ ଆଗରୁ କୌଣସି ବି ପ୍ରିପାରେସନ୍ କରିବା ଦରକାର ନାହିଁ, ଫଟାଫଟ ବନିଯିବ। ଏଠି ଆପଣ ଦେଖିପାରୁଥିବେ ଏହାର କନସିଷ୍ଟେନ୍ସି, ଯେହେତୁ ଏଟା ସୁଜି ପାଣିକୁ ଟାଣି ନେବ ସେଇଥିପାଇଁ ବେଶୀ ବହଳିଆ କରିକି ବାଟିବେନି। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଏ ବ୍ୟାଟରଟିକୁ ମୁଁ ଦହି ଦେଇକି ବାଟିଛି। ଆପଣଙ୍କ ପାଖରେ ଯଦି ଦହି ନାହିଁ କିମ୍ବା ବହୁତ ଅଳ୍ପ ଦହି ଅଛି ତାହେଲେ ଆପଣ ଦହି ପକାଇ ପାରିବେ କିମ୍ବା ଦହିକୁ ସ୍କିପ୍ ମଧ୍ୟ କରିଯାଇପାରିବେ, କିନ୍ତୁ ଦହି ପକାଇଲେ ପିଠାଟା ଟିକେ ସଫ୍ଟ ହୁଏ। ତ ଏଠି ଦେଖନ୍ତୁ ଏ ସବୁକୁ ମୁଁ ଭଲ ଭାବରେ ଗୋଳେଇ ଦେଲି। ଏବେ ଆମେ ୟାକୁ ଘୋଡ଼େଇକି ରେଷ୍ଟ ପାଇଁ ଛାଡ଼ିଦେବା। ବ୍ୟାଟରଟି ରେଷ୍ଟ କରୁଥାଉ। ଚାଲନ୍ତୁ କଡ଼େଇରେ ଅଳ୍ପ ଟିକେ ତେଲ ଦେଇଦେବା। ମୁଁ କଡ଼େଇରେ ଗୋଟେ ବଡ଼ ସାଇଜ୍ର କଟା ପିଆଜ ପକାଇଛି। ପିଆଜକୁ ରଫଲି କାଟି ନେବା। ଏବେ ସେଥିରେ 2ଟି ଶୁଖିଲା ଲଙ୍କା ଦେଇଦେବା। ପିଆଜକୁ କିଛି ସେକେଣ୍ଡ ଭାଜିଦେଲା ପରେ ଏଥିରେ ଅଧ ଗିନାରୁ ଟିକେ କମ୍ ଚିନାବାଦାମ ଦେଇଦେବା। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ରେ ରଖିବା ଆଉ ମିଡ଼ିୟମ୍ ଫ୍ଲେମ୍ରେ ପିଆଜ ଆଉ ଚିନାବାଦାମକୁ ବଢ଼ିଆ ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ ଟିକେ ଭାଜିଦେବା। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଏ ଭିଡ଼ିଓଟିକୁ କେଉଁ ସହରରୁ ଦେଖୁଛନ୍ତି କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ, ଯାହାଫଳରେ ମୁଁ ଆପଣଙ୍କୁ ଧନ୍ୟବାଦ ଦେଇପାରିବି। ପିଆଜ ବାଦାମ ଭଲ ଭାବରେ ଭାଜି ହେଇଗଲା ପରେ ଏଥିରେ ବଢ଼ିଆ ଫ୍ଲେଭର ଆଣିବା ପାଇଁ କିଛି ଭୃସଙ୍ଗ ପତ୍ର ପକାଇକି ଗ୍ୟାସ୍ର ଫ୍ଲେମ୍କୁ ବନ୍ଦ କରିଦେବା। ଏସବୁ ଟିକେ ଥଣ୍ଡା ହେଇଗଲା ପରେ ଗୋଟେ ଛୋଟ ବ୍ଲେଣ୍ଡିଂ ଜାର୍ରେ ଆମେ ଢାଳିଦେବା। ଗରମ ଗରମ ୟାକୁ ଜମା ବି ବାଟିବେନି, ନହେଲେ ଆପଣଙ୍କ ଉପରକୁ ଛିଟକି ଆସିପାରେ। ଟିକେ ଥଣ୍ଡା ହେଲା ପରେ ଯାଇ ବାଟିବେ। ତ ଏଠି ଦେଖନ୍ତୁ ଏବେ ଆମେ ୟାର ସ୍ୱାଦଟିକୁ ବଢ଼ାଇବା ପାଇଁ ଏଥିରେ ଫାଳେ ଲେମ୍ବୁର ରସ ଦେଇଦେବା। ବହୁତ ହି ଟେଷ୍ଟି ଚଟନିଟେ, ଆପଣ ଥରେ ବନେଇକି ଦେଖନ୍ତୁ, ଏତେ ବଢ଼ିଆ ଲାଗିବ ଯେ ଆପଣ ବାର ବାର ବନେଇବେ। ତ ଏଠି ଦେଖନ୍ତୁ ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ଆଉ ଅଳ୍ପ ଟିକେ ଚିନି ଦେଇଦେବା। ତା ସହିତ ଅଳ୍ପ ଟିକେ ପାଣି ଦେଇଦେବା ଆଉ ୟାକୁ ପୁରା ଚିକଣ କରିକି ବାଟିକି ନେଇ ଆସିବା। ସାଧାରଣତଃ ଚଟନିରେ ଆମେ ତଡ଼କା ଦେଇଥାଉ, କିନ୍ତୁ ଏଇ ଚଟନିରେ ତଡ଼କାର ଜମା ବି ଆବଶ୍ୟକତା ନାହିଁ। ଆପଣ ୟାକୁ ବିନା ତଡ଼କାରେ ଖାଇପାରିବେ, ବହୁତ ହି ବଢ଼ିଆ ଲାଗିବ। ଏବେ ଚାଲନ୍ତୁ ବ୍ୟାଟରଟିକୁ ଚେକ୍ କରିନେବା। ଚଟନି ବନେଇବା ଭିତରେ ବ୍ୟାଟରଟି ବଢ଼ିଆ ଭାବରେ ଫୁଲି ଯାଇଛି। କିଛି ସମୟ ୟାକୁ ରେଷ୍ଟରେ ଛାଡ଼ିଦେବେ, ତାହେଲେ ଦେଖିବେ ସୁଜିର କନସିଷ୍ଟେନ୍ସି ପୁରା ପରଫେକ୍ଟ ହେଇଯିବ। ଏଠି ଆପଣ ଦେଖିକି ଜାଣିପାରୁଥିବେ। ପିଠାର ସ୍ୱାଦଟିକୁ ବଢ଼ାଇବା ପାଇଁ ଏଥିରେ ଆମେ ଗୋଟେ ଛୋଟ ଚାମଚ ଚିନି ପକାଇବା। ତା ସହିତ ଏଥିରେ 2 ରୁ 3 ପିଞ୍ଚ ଖାଇବା ସୋଢ଼ା ଦେଇଦେବା। ଯେହେତୁ ଆମେ ୟାକୁ ଇନଷ୍ଟାଣ୍ଟ ବନେଇବା ସେଥିପାଇଁ ଖାଇବା ସୋଢ଼ା କିମ୍ବା ଇନୋ ଏଥିରେ ନିଶ୍ଚିତ ଭାବରେ ଆଡ୍ କରିବେ। ଏଠି ଦେଖନ୍ତୁ ବ୍ୟାଟରଟିକୁ ମୁଁ ଯେମିତି ଫେଣ୍ଟି ନେଉଛି, ଡଙ୍କି ସାହାଯ୍ୟରେ ଏମିତି ବ୍ୟାଟରଟିକୁ ଉପର ତଳ କରିକି ଫେଣ୍ଟି ଦେବେ। ଦେଖିପାରୁଥିବେ ଏଥିରେ ବବଲ ସୃଷ୍ଟି ହେଉଛି। ଏମିତି ବବଲ୍ସ ଆସିଲା ମାନେ ଜାଣିବେ ବ୍ୟାଟରଟି ଆପଣଙ୍କର ଭଲ ଭାବରେ ଫେଣ୍ଟି ହେଇଗଲା। ଏମିତି ହେବା ଫଳରେ ପିଠା ବି ଆପଣଙ୍କର ବହୁତ ହି ବଢ଼ିଆ ନରମ ତୁଲତୁଲିଆ ବନିବ। ଏଇଠି ଦେଖନ୍ତୁ ମୁଁ ଗ୍ୟାସ୍ ଉପରେ ଗୋଟେ ତଡ଼କା ପ୍ୟାନ୍ଟେ ବସାଇ ନେଇଛି। ଆପଣ ତଡ଼କା ପ୍ୟାନ୍ ବଦଳରେ ତାୱାର ମଧ୍ୟ ବ୍ୟବହାର କରିପାରିବେ। ତଡ଼କା ପ୍ୟାନ୍ ଗରମ ହେଇଗଲା ପରେ ସେଥିରେ ଅଳ୍ପ ଟିକେ ତେଲ ଦେଇକି ଗୋଟେ ଛୋଟ ଡଙ୍କି ବ୍ୟାଟର ପକାଇ ନେବା। ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋରେ ରଖିକି ୟାକୁ ପାଖାପାଖି 1 ମିନିଟ୍ ପର୍ଯ୍ୟନ୍ତ ଘୋଡ଼େଇକି ଛାଡ଼ିଦେବା। ଏଠି ଦେଖନ୍ତୁ ଦର୍ଶକ ବନ୍ଧୁ, 1 ମିନିଟ୍ ପରେ ଗୋଟେ ଛୋଟ ଚାମଚ ସାହାଯ୍ୟରେ ଆମେ ୟାକୁ ଓଲଟେଇ ନେବା। ଏଠି ଆପଣ ଦେଖିକି ଜାଣିପାରୁଥିବେ ଦର୍ଶକ ବନ୍ଧୁ, ପିଠାର କଲର୍ ବହୁତ ହି ସୁନ୍ଦର ଆସିଛି। ପିଠାଟିକୁ ଉପରୁ ପୁରା କ୍ରିସ୍ପି କରିବା ପାଇଁ ମୁଁ ୟା ଉପରେ ଆଉ ଅଳ୍ପ ଟିକେ ତେଲ ଲଗେଇଛି। ଆପଣ ତେଲ ଲଗେଇ ପାରିବେ, ନହେଲେ ତ ସ୍କିପ୍ କରିଯାଇପାରିବେ। ତ ଦେଖନ୍ତୁ ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋରେ ରଖିକି ଆମେ ପିଠାଟିକୁ 2 ପଟୁ ବଢ଼ିଆ ଭାବରେ ସେକି ନେବା। ଏଠି ଆପଣ ଦେଖିକି ଜାଣିପାରୁଥିବେ ଦର୍ଶକ ବନ୍ଧୁ, ପିଠାଟି ବହୁତ ନରମ ଆଉ ଉପରୁ ଏକଦମ କ୍ରିସ୍ପି ବନିଛି। ଆପଣ ଏ ପିଠାଟିକୁ ଖାଲି ଖାଇଦେବେ, ଏତେ ବଢ଼ିଆ ଲାଗିବ। ତ ମୁଁ ଏ ପିଠାଟିକୁ ଅଳ୍ପ ଚିନି ଆଉ ଚଟନି ସହିତ ସର୍ଭ କରିଛି। ଯେହେତୁ ଏ ପିଠାର ଟେଷ୍ଟ ହାଲକା ଚିତଉ ପିଠା ଭଳିଆ, ସେଇଥିପାଇଁ ୟାକୁ ଚିନି ସହିତ ଖାଇଲେ ବହୁତ ହି ବଢ଼ିଆ ଲାଗିଥାଏ। ଏଇଠି ଆପଣ ଦେଖିପାରୁଥିବେ ପିଠା ବହୁତ ହି ସଫ୍ଟ ଆଉ ଏକଦମ ପାଉଁରୁଟି ଭଳିଆ ଟେକ୍ସଚର ଆସିଛି। ଉପରଟା ପୁରା କ୍ରିସ୍ପି ଆଉ ଭିତରଟା ଏକଦମ ଜାଲିଦାର। ରେସିପିଟି ଯଦି ଆପଣଙ୍କୁ ଭଲ ଲାଗିଲା ଲାଇକ୍, କମେଣ୍ଟ ଆଉ ସେୟାର କରିବେ। ରହିଲି,
ଧନ୍ୟବାଦ।